2024 ସବୁଠାରୁ ଚର୍ଚ୍ଚିତ ଆସନ ହେଉଛି ଢେଙ୍କାନାଳ ଲୋକସଭା ଆସନ ଏବଂ ଏଠାରେ ବିଜେପି କଂଗ୍ରେସ ଏବଂ ବିଜେଡ଼ିର ଜୋରଦାର ଟକ୍କର ଚାଲିଛି। ଏଠାରେ ନବାଗତ ଡାକ୍ତର ଅବିନାଶ ସାମଲ ବିଜେଡ଼ି ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଟିମ୍ ମହିଳା କାର୍ଡ଼ ଖେଳିଛି ଆଉ ସସ୍ମିତା ବେହେରାକୁ ନିଜର ପ୍ରାର୍ଥିନୀ କରିଛି। ତେବେ ଏମାନଙ୍କ ବିପକ୍ଷରେ ବିଜେପି ତା'ର ପୁରୁଣା ଏବଂ ପୁରୁଖା ନେତା ରୁଦ୍ରନାରାୟଣ ପାଣିଙ୍କୁ କରିଛି ନିଜର ପ୍ରାର୍ଥୀ। ତେବେ ରୁଦ୍ରନାରାୟଣ ପାଣି ପୁରୁଖା ଏବଂ ପୁରୁଣା କେତେ ପ୍ରଭାବ ପକାଉଛନ୍ତି ଆସନ୍ତୁ ଜାଣିବା। ରୁଦ୍ରପାଣି 2014 ନିର୍ବାଚନରେ ବିଜେଡ଼ିକୁ କଡ଼ା ଟକ୍କର ଦେଇଥିଲେ। 2014ରେ ବିଜେଡ଼ିର ତଥାଗତ ଶତପଥୀ 4.5 ଲକ୍ଷରୁ ଅଧିକ ଭୋଟ ପାଇଥିବା ବେଳେ ରୁଦ୍ରନାରାୟଣ ପାଣି 3.15 ଲକ୍ଷ ଭୋଟ ପାଇଥିଲେ ଏବଂ ସୁଧୀର କୁମାର ସାମଲ 2.13 ଲକ୍ଷ ଭୋଟ ପାଇଥିଲେ। ସେହିପରି 2019 ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ମହେଶ ସାହୁ 5 ଲକ୍ଷରୁ ଅଧିକ ଭୋଟ ପାଇ ବିଜୟ ଲାଭ କରିଥିଲେ ଏବଂ ରୁଦ୍ରନାରାୟଣ ପାଣି 4.57 ଲକ୍ଷ ଭୋଟ ପାଇଥିଲେ ଏବଂ କଂଗ୍ରେସ କାମାକ୍ଷା ପ୍ରସାଦ ସିଂହଦେଓକୁ 80,000 ଅଧିକ ଭୋଟ ପାଇଥିଲେ। ତେବେ କହିବାର ବିଷୟ ଯେ ଦେଶରେ ମୋଦି ହାୱା ଚାଲୁଥିବା ବେଳେ ତା'ର ପ୍ରଭାବ ଢେଙ୍କାନାଳରେ ପଡ଼ିପାରୁନାହିଁ। ଆଉ ସବୁଥର ପରି ପରାସ୍ତ ହେଉଛନ୍ତି ରୁଦ୍ରନାରାୟଣ ପାଣି। 2024ରେ ଢେଙ୍କାନାଳ ଫୁଲ ଫୁଟିବାର ସମ୍ଭାବନା ରହୁଛି କାରଣ କଂଗ୍ରେସର ଓ ବିଜେଡ଼ି ପ୍ରାର୍ଥୀ ତୁଳନାରେ ରୁଦ୍ରନାରାୟଣ ପାଣି ରାଜନୈତିକ ଦଳ ବେଶ ଅଭିଜ୍ଞତାରତା। ତେବେ ଦେଖାଯାଉ ରୁଦ୍ରନାରାୟଣ ପାଣିଙ୍କ ଢେଙ୍କାନାଳବାସୀ କେତେ ଭୋଟ ଦେଉଛନ୍ତି ତାହା ଜୁନ୍ 4ରେ ଜଣାପଡ଼ିବ।